ବୋଉଙ୍କ ଦେହ ହଠାତ୍ କାହିଁକି ଖରାପ ହେଲା କହୁଛି ଶୁଣ। କିଛି ଗ୍ରୀନ୍ ମଟର ଚୋପା ସବୁ ପଚି ଯାଇଥିଲା, ମୁଁ ତାକୁ କ'ଣ କଲି ସବୁ ଛଡ଼େଇ ଦେଲି। ଛଡ଼େଇ ସାରିଲା ପରେ ଇଏ ମୋତେ କହିଲେ ଗ୍ରୀନ୍ ମଟରକୁ ସିଝେଇ ଦିଅ, କଞ୍ଚା ଲଙ୍କା ପକାଇ ଦଳି ଦେଇ ଗାଧୁଆବେଳେ ଭାତରେ ଖାଇଦେବା। ସେଠୁ ମୁଁ କ'ଣ କଲି ତାକୁ ସବୁ ସିଝେଇ ଦେଲି। ଇଏ କ'ଣ କଲେ ସବୁ ଗାଧୁଆବେଳ ପାଇଁ ମୁଁ ସବୁ ସିଝାସିଝି କରିଦେଇଥିଲି, ତାକୁ ସବୁ ଦଳି ଦେଲେ। କହିଲେ ଆଉ ତୋ ହାତ ପୋଡ଼ିବ, ମୁଁ ଦଳି ଦେଉଛି ଦେ। ସେଠୁ ଦଳି ଦେଲେ, ଦଳି ଦେଇ କ'ଣ କଲେ ବସିକି ଖାଇଲେ। ମୋତେ ଡାକିଲେ ଖାଇବାକୁ, ମୁଁ କହିଲି ଏଇନା ଖାଇବିନି, ତମେ ଖାଅ, ମୁଁ ବୋଉଙ୍କୁ ଖାଇବାକୁ ଦେଇ ସାରିଲା ପରେ ଖାଇବି। ସେଥିପାଇଁ ପୁଅ ତାଙ୍କର ଖାଇଦେଲେ। ବାପୁନି ମୋତେ କହୁଛି ମମି ଆଜି ଆଳୁ ଭର୍ତ୍ତାଟା ବଢ଼ିଆ ଲାଗୁଛି, ବାପା ଦଳିଛନ୍ତି। ମୁଁ କହିଲି ହଁ। ସେଠୁ ମୁଁ ଦ୍ୱିପହରେ ସବୁ କାମ ସାରିଲି। କାମ ସାରିଲା ପରେ ବୋଉଙ୍କ ଦେହ କାହିଁ ହଠାତ୍ ଖରାପ ହେଇଗଲା। କାହିଁକିନା ବୋଉ ସବୁବେଳେ କାହିଁକିନା ମାଇଁଙ୍କ କଥା ସବୁବେଳେ ଭାବୁଛନ୍ତି। ବୋଉ ଖାଲି କହୁଛନ୍ତି ଆଉ ମୋ ଭାଉଜ ଏଇଟା କରିଥିଲା ସେଟା କରିଥିଲା, ଆମ ଛୋଟବେଳୁ ପାଳିପୋଷି ମଣିଷ କରିଥିଲେ, ଏଇ କଥା ସବୁବେଳେ ବୋଉ ଖାଲି ଭାବୁଛନ୍ତି। ଆଉ ସେଇ କଥା ବୋଉ ଯେଉଁଦିନ ମାଇଁ ମଲେ ସେଦିନ ବୋଉ କ'ଣ କରୁଥିଲେ ରାତିରେ ଗାଧେଇ ପଡ଼ିଥିଲେ, ମନା କଲେ କଥା ଶୁଣିଲେନି। ବୋଉଙ୍କୁ ସେଥିପାଇଁ ଥଣ୍ଡା ଜ୍ୱର ହେଇଗଲା। ସେଥିପାଇଁ ତାଙ୍କ ବୋଉଙ୍କର ବାନ୍ତି ହେଉଛି। ସେଠୁ ମୁଁ କିଛି ରୁଟି ବୋଉଙ୍କ ପାଇଁ କରିଦେଲି। ବୋଉ କହିଲେ ମୁଁ ଖାଇବିନି, ମୋତେ ଦେହଟା ଭଲ ଲାଗୁନି। ସେଠୁ ଜବରଦସ୍ତିଆ କଲାଠାରୁ ବୋଉ ଫାଳେ ରୁଟି ଖାଇଲେ। ସାଙ୍ଗମାନେ ରହୁଛି, ନମସ୍କାର, ଜୟ ଜଗନ୍ନାଥ।